ରାଧେ ରାଧେ ସାଙ୍ଗମାନେ, ମୁଁ ମାମୁନି ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଗଞ୍ଜାମ ଝିଅ କନ୍ଧମାଳ ବୋହୂକୁ। ତ ସାଙ୍ଗମାନେ ଆପଣମାନେ କେମିତି ଅଛନ୍ତି? ମୁଁ ତ ବହୁତ ଭଲ ଅଛି। ଆଉ ମୁଁ ଆଶା କରୁଛି ଭଗବାନଙ୍କ ଦୟାରୁ ଆପଣମାନେ ବହୁତ ଭଲରେ ଥିବେ। ତ ସାଙ୍ଗମାନେ, ମୁଁ ଆଜି ସକାଳୁ ଜଲ୍ଦି ଟିକେ ଗାଧୁଆ ସାରି ଦେଇଛି, ଯେହେତୁ ଆଜି ଏପଟେ ପାୱାର କଟ୍ ହବ। ତ ଗରମ ପାଣି କରିହବନି ଲାଇଟ୍ ପଳେଇଲେ। ତ ଗରମ ପାଣି କରିକି ମୁଁ ଗାଧୁଆ ସବୁ ସାରି ସାରିଲିଣି। ବର୍ତ୍ତମାନ ଯାଉଛି କ'ଣ କରିବି, ଟିଫିନ୍ ବନେଇବି। ତ ଟିଫିନରେ ମୁଁ କ'ଣ ବନଉଛି ଆପଣମାନଙ୍କୁ ଚାଲନ୍ତୁ ଦେଖଉଛି। ରୁହନ୍ତୁ ମୁଁ କହି ହିଁ ଦଉଛି। ମୁଁ ବନେଇବି ନଡ଼ିଆ ଚକୁଳି ସହିତ ମଟର ଆଳୁ ତରକାରୀ। ତ ଚାଲନ୍ତୁ ବର୍ତ୍ତମାନ ରୋଷେଇ ଘର ଆଡ଼କୁ ଅଗ୍ରଗତି କରିବା। ତ ପ୍ରଥମେ ରୋଷେଇ ଘରକୁ ଆସିକି ମୁଁ ଗରମ ପାଣି ଟିକେ ବସେଇ ନେଇଛି, ଦେଖିନିଅନ୍ତୁ। ଗରମ ପାଣି ବସେଇ ନେଇଛି କାହିଁକିନା ମୁଁ ଗ୍ୟାସ୍ ଟାବଲେଟ୍ ଖାଇବାର ଅଛି ମୋତେ। ତ ପ୍ରଥମେ ଗରମ ପାଣି ଟିକେ କରିକି ଗ୍ୟାସ୍ ଟାବଲେଟ୍ ଖାଇନେବି, ତାପରେ ରୋଷେଇ ଆରମ୍ଭ କରିବି। ବର୍ତ୍ତମାନ ଆଳୁ ବି ଟିକେ ପାଣିରେ ବତୁରେଇ ନେଇଛି, ତାକୁ ସିଝା ବସେଇ ଦେବି। ତ ଆପଣମାନଙ୍କ ସହିତ ତାପରେ କଥା ହେଉଛି। ମୁଁ ଗରମ ପାଣି ତ ହେଇଗଲା, ତାପରେ ମୁଁ ମେଡ଼ିସିନ୍ ବି ଖାଇ ନେଇଛି। ଏପଟେ ଆଳୁ ବି ଧୋଇକି କୁକରରେ ବସେଇ ଦେଇଛି, ଦେଖିନିଅନ୍ତୁ। ଆଳୁ ସିଝିବା ପାଇଁ ଛାଡ଼ି ଦେଇଛି। ତ ଗରମ ପାଣି ପିଇ ସାରିଲେ ତାପରେ ମଟର ଫଟର ଯାହା କିଛି ଛଡ଼େଇବା କଥା ଛଡ଼େଇକି ସବୁ ମାନେ ତରକାରୀ ପାଇଁ ପ୍ରିପାରେସନ୍ କରିଦେବି। ତା ଭିତରେ ଆଳୁ ସିଝିଯିବ। ଆଳୁ ସିଝି ସାରିଲା ପରେ ତ ଫଟାଫଟ ତରକାରୀ କରିନେବି, ଚକୁଳି କରିକି ଖାଇବା କଥା ଆଉ କ'ଣ। ତ କୋଉ ମାନେ ଏମିତି ଗ୍ୟାସ୍ ଟାବଲେଟ୍ ଖାଉଛନ୍ତି, ଯେହେତୁ ମୋତେ ନା ଗ୍ୟାସ୍ ବନିଯାଉଛି ପେଟରେ। ତ ସେଥିପାଇଁ ମୁଁ ଖାଲି ପେଟରେ ଡେଲି ଗ୍ୟାସ୍ ଟାବଲେଟ୍ ନିହାତି ଖାଉଛି ଆଉ ଗରମ ପାଣି ପିଉଛି। ଯେହେତୁ ଗରମ ପାଣି ମୋତେ ପସନ୍ଦ, କିନ୍ତୁ ବହୁତ ଲୋକଙ୍କୁ ଗରମ ପାଣି ବିଲକୁଲ ବି ପସନ୍ଦ ନାହିଁ। ସେମାନେ କୁହନ୍ତି ଗରମ ପାଣି ପିଇଲେ ଆମ ମେଡ଼ିସିନ୍ର ବାସ୍ନା ହେଉଛି, କିନ୍ତୁ ମୋତେ ଗରମ ପାଣି ବହୁତ ପସନ୍ଦ। ଏନି ଟାଇମ୍ ଦେଲେ ବି ମୁଁ ପିଇବି, କାହିଁକିନା ଶୀତ ଦିନେ ମୁଁ ଆଗ ଏନି ଟାଇମ୍ ଗରମ ପାଣି ଥର୍ମୋଫ୍ଲାସ୍କ ରଖି ପିଉଥିଲି, କିନ୍ତୁ ଏବେ ଟିକେ କମେଇ ଦେଇଛି। ବାକି ସକାଳୁ ପିଇ ନେଉଛି। ତ ସାଙ୍ଗମାନେ, ମୋର ପରିବା କଟା ବାଟା ଭିତରେ ମୋର ଆଳୁ ବି ସିଝି ଯାଇଛି। ତ ଆପଣମାନେ ଦେଖିନିଅନ୍ତୁ ମୁଁ କ'ଣ ତ ଏପଟେ ଦେଖିନିଅନ୍ତୁ, ମୁଁ ପିଆଜକୁ ଛୋଟ ଛୋଟ କରି କାଟି ଦେଇଛି, ଟମାଟୋକୁ ବି ଛୋଟ ଛୋଟ କରି କାଟି ଦେଇଛି, ଏପଟେ ମଟରକୁ ବି ଛଡ଼େଇ ନେଇଯାଇଛି। ଗୋଟେ କଥା, ଆପଣମାନଙ୍କୁ ଯଦି ତରକାରୀର ଗ୍ରେଭି ଟିକେ ମୋଟା ବନେଇବାର ଅଛି, ଟମାଟୋ ଆଉ ପିଆଜକୁ ଛୋଟ ଛୋଟ କରି କାଟି ନିଅନ୍ତୁ। ତାହେଲେ ଯାଇକି ତରକାରୀର ଗ୍ରେଭିଟା ନା ଟିକେ ମୋଟା ରହିବ। ଥରେ କରିକି ଆପଣମାନେ ଟ୍ରାଏ କରନ୍ତୁ, ତାପରେ ଜାଣିବେ। ମୁଁ ଏମିତି ଗ୍ରେଭି ମୋତେ ଯଦି ବେଶୀ ଟିକେ ଦରକାର ହେଉଛି, ତାହେଲେ ମୁଁ ପିଆଜକୁ ବହୁତ ସାରା ପିଆଜ ନେଇଯାଉଛି, ତାକୁ ଛୋଟ ଛୋଟ କରି କାଟି ଦେଉଛି, ତାକି ଗ୍ରେଭିଟା ନା ଟିକେ ମୋଟା ରହୁଛି। ତ ଚାଲନ୍ତୁ, ବର୍ତ୍ତମାନ ଆଳୁ ତ ସିଝି ହେଇଛି, ଆଳୁ ଚୋପା ଛଡ଼େଇକି ବନେଇବା ଆରମ୍ଭ କରିବା। ଆଉ ଗୋଟେ କଥା, ଆପଣ ଯଦି ଆଳୁ ମଟର ତରକାରୀ କରିବା ପାଇଁ ଚାହୁଁଛନ୍ତି, ନଚେତ କେବଳ ଆଳୁ ଝୋଳ କରିବା ପାଇଁ ଚାହୁଁଛନ୍ତି, ତ ଆଳୁକୁ ନା ହାତରେ ଦଳି ନିଅନ୍ତୁ, ତାକି ମାନେ ଝୋଳଟା ଟିକେ ମୋଟା ରହିବ, ଭଲ ବି ଲାଗିବ ଖାଇବା ପାଇଁ। ଚାଲ ତ ଦେଖିନିଅନ୍ତୁ, ମୁଁ ଆକୁ ହାତରେ ଏମିତି ଗୁଣ୍ଡ କରିଦେଉଛି। ଏମିତି କରିକି ତରକାରୀ କରିବେ, ଦେଖି ତରକାରୀ ବି ବଢ଼ିଆ ଝୋଳ ଟିକେ ମୋଟା ହେବ, ଭଲ ଲାଗିବ ଖାଇବା ପାଇଁ। ଏପଟେ ଦେଖିନିଅନ୍ତୁ, ନଡ଼ିଆ ଚକୁଳିର ପିଠଉ, ସେଥିରେ ଲୁଣ ଟିକେ ପକେଇ ନେଇଯିବା। ତାକୁ ବର୍ତ୍ତମାନ ମିକ୍ସ କରି ନେଇଯିବା, ଦେଖିନିଅନ୍ତୁ। ମୋତେ ତ ନଡ଼ିଆ ଚକୁଳି ବହୁତ ପସନ୍ଦ। ଯଦି ଆପଣମାନେ ଏମିତି ନଡ଼ିଆ ଚକୁଳି ବନେଇବା ପାଇଁ ଚାହୁଁଛନ୍ତି, ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ପୁରା ଭିଡ଼ିଓ ଦେଖିନିଅନ୍ତୁ, ଆଉ ବନେଇକି ଖାଆନ୍ତୁ। ତ ନଡ଼ିଆ ଚକୁଳି ବନେଇବା ଆଉ କିଛି ଦରକାର ନାହିଁ, କେବଳ ଚାଉଳ ଦରକାର ଆଉ ନଡ଼ିଆ ଦରକାର। ତ ନଡ଼ିଆ ଗୋଟେ ଦୁଇଟା ନେଇପାରିବେ, ଚାଉଳ ବି 2-3 ଗ୍ଲାସ୍ ନେଇପାରିବେ ଆପଣଙ୍କ ହିସାବରେ। ସେଇଥିରେ କିଛି ଏମିତି ନାହିଁ ଯେ ଇଏ ହେଇଯିବ। ତ ଗୋଟେ ନଡ଼ିଆକୁ 2 ଗ୍ଲାସ୍ ଚାଉଳ ନେଇପାରିବେ ଆପଣ। ତ ଯଦି ଆପଣଙ୍କ ପାଖରେ ନନ୍ଷ୍ଟିକ୍ ତାୱା ଅଛି ତ କିଛି ପ୍ରୋବ୍ଲେମ୍ ନାହିଁ, ଯେତିକି ନେଲେ ବି ଚଳିବ। କିନ୍ତୁ ନର୍ମାଲ୍ ତାୱାରେ ନା ନରମ ହେଇଗଲେ ବାହାରିବନି। ତ ଗୋଟେ ନଡ଼ିଆକୁ 2 ଗ୍ଲାସ୍ ଚାଉଳ ନେଇକି ଆପଣମାନେ ପିଠା କରିପାରିବେ। ତ ତାକୁ ଆପଣ ତ ଜାଣିଛନ୍ତି, ଯେମିତି ଚକୁଳି ଏରିଆ କରୁଛନ୍ତି ସେମିତି ଚାଉଳକୁ ବତୁରେଇ ଦେବେ, ନଡ଼ିଆକୁ ଛୋଟ ଛୋଟ କାଟି ଦୁଇଟା ମିଶେଇକି ଗ୍ରାଇଣ୍ଡର କରିନେବେ, ତାପରେ ବନେଇକି ଖାଇବେ। ଆଉ କିଛି ଦରକାର ନାହିଁ। ସେପଟେ ବି ତରକାରୀ ପାଇଁ ବି ମୁଁ ମସଲା ରେଡ଼ି କରୁଛି, ବନେଇବା ଆରମ୍ଭ କଲେଣି। ଏପଟେ ଦେଖିନିଅନ୍ତୁ, ତରକାରୀ ପାଇଁ ମୁଁ ମସଲା ବି ରେଡ଼ି କରିନେଇଛି। ତ ଚାଲନ୍ତୁ ବର୍ତ୍ତମାନ ମଟରକୁ ପକେଇ ନେଇଯିବା।
ତ ଚାଲନ୍ତୁ ବର୍ତ୍ତମାନ ଆଳୁ ସିଝାକୁ ପକେଇ ନେଇଯିବା। ତ ଚାଲନ୍ତୁ ବର୍ତ୍ତମାନ ସ୍ୱାଦ ଅନୁସାରେ ଲୁଣ ପକେଇ ନେଇଯିବା। ଲୁଣ ତ ନଥିଲେ କିଛି ହବନି ଆଉ। ତ ଦେଖି ନିଅନ୍ତୁ ଏପଟେ ମୁଁ ତରକାରୀରେ ପାଣି ଦେଇ ଦେଇଛି, ଆକୁ ଟିକେ ଫୁଟିବା ପାଇଁ ଛାଡ଼ିଦବା। ତ ଚାଲନ୍ତୁ ଆକୁ କଭର କରି ନେଇଯିବା। ତ ଚାଲନ୍ତୁ ଦେଖିବା ତରକାରୀ କଣ ହଉଛି। ତରକାରୀ ତ ଏପଟେ ଫୁଟିବାରେ ଲାଗିଛି। ତରକାରୀ ବଢିଆ ଭାବରେ ଫୁଟିଗଲାଣି। ତ ଏପଟେ ଚକୁଳି କରିବା ପାଇଁ ବି ତାୱା ରେଡି କରିଦେଇଛି। ତେଲ ଟିକେ ପକେଇ ନେବା। ତ ଏପଟେ ଦେଖି ନିଅନ୍ତୁ ତେଲ ବି ଗରମ ହେଇଗଲାଣି, ତାୱା ବି ଗରମ ହେଇଗଲାଣି। ତ ବର୍ତ୍ତମାନ ଚକୁଳି ପାଇଁ ପିଠଉ ପକେଇବା। କଭର କରି ନେଇଯିବା। ଏପଟେ ତରକାରୀ ମେଥି ପତ୍ର ଟିକେ ପକେଇ ନେଇଯିବା। ତାପରେ ଚାଲନ୍ତୁ ଚକୁଳିକୁ ଲେଉଟେଇ ନେଇଯିବା। ଦେଖନ୍ତୁ କେତେ ବଢିଆ ଭାବରେ ହେଇଯାଇଛି। ଆପଣ ଚାହିଁଲେ ଉପରେ ତେଲ ଟିକେ ବି ପକେଇ ନେଇ ପାରିବେ। ଦେଖନ୍ତୁ ତ ସାଙ୍ଗମାନେ ଚାଲନ୍ତୁ ବର୍ତ୍ତମାନ ଆମର ଚକୁଳି ଆଉ ତରକାରୀ ରେଡି ହେଇଯାଇଛି। ବର୍ତ୍ତମାନ ଖାଇ ନେବା। ତ ଦେଖି ନିଅନ୍ତୁ ଇଏ ହଉଛି ମୋର ଚକୁଳି ଆଉ ତରକାରୀ। ଚାଲନ୍ତୁ ଖାଇବା। ତ ଚାଲନ୍ତୁ ସାଙ୍ଗମାନେ ବର୍ତ୍ତମାନ ଖାଇ ନେବା। ମସ୍ତ ହେଇଛି, ମସ୍ତ ମସ୍ତ। ତ ସାଙ୍ଗମାନେ ମୁଁ ତ ବଢିଆ ନଡ଼ିଆ ଚକୁଳି ସହିତ ଆଳୁ ମଟର ତରକାରୀ କରିକି ମସ୍ତ ଭାବରେ ଖାଇନେଲି। ତ ଆପଣମାନେ କାହିଁକି ଲେଟ୍ କରୁଛନ୍ତି? ଆପଣମାନେ ବି ଜଲ୍ଦି ଯାଆନ୍ତୁ ମାର୍କେଟରୁ ନଡ଼ିଆ ନେଇ ଆସନ୍ତୁ। ଆପଣ ବି ଏମିତି ନଡ଼ିଆ ଚକୁଳି ସହିତ ଆଳୁ ମଟର ତରକାରୀ ଜଲ୍ଦି ବନେଇକି ଖାଆନ୍ତୁ ଆଉ ତାର ମଜା ନିଅନ୍ତୁ। ତ ଯାଆନ୍ତୁ ଆପଣମାନେ, ମୁଁ ବି ଯାଉଛି ଆଉ କିଛି କାମ କରିନେବି। ତ ସାଙ୍ଗମାନେ ତାପରେ ମୁଁ ଖାଇସାରିଲା ପରେ ଖୁସିରେ ଗୋଟେ ଡ୍ୟାନ୍ସଟେ କରିବାକୁ ଲାଗିଲି। ତ କୋଉ ଗୀତରେ ଡ୍ୟାନ୍ସ କରୁଛି କମେଣ୍ଟ ମାଧ୍ୟମରେ ମୋତେ କୁହନ୍ତୁ। ତ ଆପଣମାନେ ଯଦି ଜାଣିପାରୁଛନ୍ତି ନିହାତି ମୋତେ କମେଣ୍ଟ ମାଧ୍ୟମରେ ଜଣେଇବେ ମୁଁ କୋଉ ଗୀତରେ ଡ୍ୟାନ୍ସ କରୁଥିଲି। ତାପରେ ଦାଣ୍ଡରେ ଦେଖେ ତ ଶୁଖୁଆ ବିକାଳି ଆସିକି ଦାଣ୍ଡରେ ରଡ଼ି ଛାଡ଼ିଲା, ଶୁଖୁଆ ନିଅ ଶୁଖୁଆ। ତ ମୋ ମନ ସମ୍ଭାଳିଲାନି, ତ ମୁଁ ଚାଲି ଯାଇଥିଲି ଶୁଖୁଆ ଆଣିବା ପାଇଁ। ତ ମୁଁ କୋଉ ଶୁଖୁଆଟା ଆଣିଲି ଆପଣମାନେ ଜାଣିଛନ୍ତି ନା? ଏଇ ଯୋଉ ଲମ୍ବା ଶୁଖୁଆଟା ଆପଣମାନେ ଦେଖୁଛନ୍ତି ନା, ଏଇ ଶୁଖୁଆଟା ମୁଁ ନେଇକି ଆସିଥିଲି। ଏଇ ଶୁଖୁଆର ନାଁ ଯଦି ଆପଣମାନେ ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ଏ ଶୁଖୁଆ ନା ଦେଖନ୍ତୁ ମୁଁ ଏତିକି ନେଇ ଆସିଲି। ଆକୁ ସୋରିଷ ମସଲା ଦେଇକି ବନେଇଲେ ନା ବହୁତ ବଢିଆ ଲାଗିବ ଖାଇବା ପାଇଁ। ଯେହେତୁ ଆଜି ସଟରଡେ ତ ଆଜି ମୁଁ ବନେଇବିନି, ମୁଁ କାଲି ବନେଇବି। ପୁଣି ଥରେ ପାର୍ସଲ ଆଉ ଗୋଟେ ଆସି ପହଞ୍ଚି ଯାଇଛି। ତାକୁ ଓପନ୍ କଲେ ମୁଁ ଆପଣମାନଙ୍କୁ ଦେଖେଇବି। ପାର୍ସଲ ଛାଡ଼, ମୁଁ ଚାଲ ଖାଇବା, ଭୋକ ଲାଗିଲାଣି। ତ ଦେଖନ୍ତୁ ମୁଁ ପଖାଳ ଭାତ ନେଇଯାଇଛି, ଏପଟେ ବାଇଗଣ ଭଜା, ମିକ୍ସଚର, ଆଚାର। ତ ଆଉ କିଛି ବନେଇ ନାହିଁ। ଏତିକିରେ ଆତ୍ମା ଶାନ୍ତି ଆଉ ପେଟ ଶାନ୍ତି ବି କରିନେବା। ତ ମୁଁ ପଖାଳ ଭାତରେ ଗରମ ପଖାଳ ହିଁ ନେଇଥିଲି। ତ ଗରମ ପଖାଳରେ ଲେମ୍ବୁ ଟିକେ ଚିପୁଡ଼ି ଦେଲି, ଲୁଣ ତ ପକେଇ ନେଇଥିଲି, ଆଉ ସେଥିରେ କଞ୍ଚା ଲଙ୍କା ଟିକେ ଦଳିଦେଲି। ଚାଲନ୍ତୁ ବର୍ତ୍ତମାନ ଖାଇ ନେବା। ଆଉ ଏମିତି କୋଉ ମାନେ ଖାଆନ୍ତି ତ ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ଆଉ ଯଦି ବି ଆପଣମାନେ ପଖାଳ ଭାତରେ ଏମିତି ଖାଇନାହାନ୍ତି ତ ଥରେ ଲେମ୍ବୁ ଚିପୁଡ଼ିକି ଆଉ ଲଙ୍କା ଦଳିକି ଲୁଣ ତ ନିହାତି ପକେଇବେ। ତ ପକେଇ ଖାଆନ୍ତୁ। ଆଉ ଭଲ ଲାଗୁଛି କି ନାହିଁ ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ। ଆଉ ଏମିତି କଷି ବାଇଗଣକୁ ନା ଆପଣ ମସଲା ଦେଇକି ଥରେ ବନେଇକି ଖାଆନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ଆପଣମାନେ କେବେ ବିଶ୍ୱାସ ବି କରିପାରିବେନି। ଆଉ ପଖାଳ ଭାତ ଖାଇସାରିଲା ପରେ ବହୁତ ଲୋକ ନା ତୋରାଣି ପିଅନ୍ତିନି, କିନ୍ତୁ ମୁଁ ତୋରାଣି ନିହାତି ପିଏ। ମୋ ହଜବେଣ୍ଡ ବି ପିଅନ୍ତିନି। ତ ସାଙ୍ଗମାନେ ମୋର ପର୍ପଲରୁ ଆଉ ଗୋଟେ ଅର୍ଡ଼ର ଆଜି ଆସିକି ପହଞ୍ଚି ଯାଇଛି। ମୁଁ ଆପଣଙ୍କୁ ଭିଡ଼ିଓରେ ତ ଆଗରୁ ଦେଖେଇ ନେଇଛି କି ମୋର ପାର୍ସଲ ଆସିଲା ବୋଲି, କିନ୍ତୁ ଓପେନ୍ କରିକି ଆପଣମାନଙ୍କୁ ଦେଖେଇନି। ତ ବର୍ତ୍ତମାନ ମୁଁ ଓପେନ୍ କରି ଆପଣମାନଙ୍କୁ ଦେଖଉଛି କି ମୁଁ କ'ଣ ଅର୍ଡ଼ର କରିଛି। ତ ଚାଲନ୍ତୁ ସାଙ୍ଗମାନେ ବର୍ତ୍ତମାନ ମୁଁ ଆକୁ ଓପେନ୍ କରୁଛି ଆଉ ଆପଣମାନଙ୍କୁ ଦେଖେଇ ନେଉଛି।
तो चलतु बर्तमान देखने मु कौन ऑर्डर करछि। आज भी मुझे दीटा जिनस ऑर्डर करछि कौन करछि आपण माने देखै नउछि। तो चलतु सांग माने ए दुईटी मु ऑर्डर करनी थी। तो कौन ऑर्डर करछि मु आपण माने बताई दउछि। ये होछि NYB रो सेटिंग स्प्रे आउ ये होछि NYB रो फाउंडेशन सीरम। तो चलतु आपण माने मु पाखरु देखै नै जाउछि। तो देखि नियंतु ये होछि हमरो सेटिंग स्प्रे NYB रो और ये फाउंडेशन सीरम। तो आपको मु ओपन करके आपण मानू को देखै दउछि। ये देखि नियंतु एटा काचो बोतल टा सेटिंग स्प्रे भी आपण मानू देखै नउछि। तो देखि नियंतु ये होछि सेटिंग स्प्रे। ये प्लास्टिक बोतल टा किंतु ये काचो बोतल। देखि नियंतु मु वर्तमान आकु हातरे टिके लगे आपण मानू देखै नउछि। आपण माने देखि परथे एई जगाटा केमती देखा जाउछि एई जगाटा केमती देखा जाउछि। देखन एई जगाटा केते सुंदर देखा जाउछि आ एई जगाटा टिके डार्क देखा जाउछि। देखि नियंतु तो आपण मानू जदी एटा भलो लागिछि तो आपण माने भी आकु ऑर्डर करि परिबे। तो संग माने आजिरो भिडियोटी आपण मानू को केमती कोन लागिछि कमेंट माध्यम रे निहाती जणैबे। आउ मो भिडियोटी एंड करिया पूर्व पुणी थरा आपण मानू कहि दउछि मो चैनल ना होछि गंजाम झियो कन्हाल बहु। तो आपण भिडियोटी भल लागिथिले लाइक शेयर सब्सक्राइब निहाती करिवे आ कमेंट माध्यम रे निहाती जणैबे कि आपण मानू भिडियोटी केमती लागिछि करिवे सब्सक्राइब निहाती करिवे। तो चलंतु सांग माने पुणी देखाबा काली एक नुआ सकाळ रे नुआ वीडियो रे आ फ्रेश वीडियो मु आपण मानन पाए नै आसीबी। तो चलंतु रहिली राधे राधे।